ମୁଁ ତ କହିବି ସେପଟେ ଆଇଏଏସ୍ ଅଫିସର ଅରୁଣ ବୋଥ୍ରା ଦିଗନ୍ତ ମାନେ ଇଏଟାକୁ ପୁରା ଭୁଲେଇ ଦେଇଛନ୍ତି କେମିତି ଦେଖୁଛନ୍ତି କ'ଣ ହେବ ଇନକ୍ୱାରି ପରେ ଜଣାପଡ଼ିବ ଇନକ୍ୱାରି ତ ହେଇଯାଉ ପ୍ରଥମେ ନବ ଦାସକୁ ଏଇ ଇସ୍ୟୁକୁ ନେଇକି କେମିତି ଦେଖୁଛନ୍ତି ସାର୍ ଏଇ ଯେଉଁ ଅରୁଣ ବୋଥ୍ରା ଯିଏକି ଏଥିରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି ଯେଉଁମାନେ ଏ ତଦନ୍ତକୁ ଠିକ୍ ଭାବରେ କରିଦେବା ପାଇଁ ଚାହୁଁନାହାନ୍ତି କାରଣ ସେମାନେ ତଦନ୍ତ ହେଲେ ସେମାନଙ୍କର ମୁଣ୍ଡ କଟିବ ସେଇପାଇଁ ଏମାନେ ତଦନ୍ତକୁ ଦିଗହୀରା କରିବା ପାଇଁ ଚାହୁଁଛନ୍ତି ସରକାର ଗୋଟେ ସ୍ପଷ୍ଟତାରେ ଆସିକରି ଏ ତଦନ୍ତକୁ ଆଉ ଆଗକୁ ନେବା କଥା ଅରୁଣ ବୋଥ୍ରାଙ୍କର ଯେଉଁ ପୋଡ଼ି ଯାଇଥିଲା ଲାଟ୍ରିନ୍ ଭିତରୁ ଖୋଳିକି ବାହାର କରିଥିଲେ ଏଇଟା ସବୁ ବେକାର ଡ୍ରାମା ଗୁଡ଼ାକ ଏଇଟା ତାର କିଛି ଭ୍ୟାଲ୍ୟୁ ନାହିଁ କିଛି ଭ୍ୟାଲ୍ୟୁ ନାହିଁ ସେ କେଉଁ ଆଜ୍ଞା ଆପଣ ଗୋଟେ ଫ୍ଲାସ୍ ମାରିକରି 3 ଦିନ ପରେ ଗୋଟେ କାଗଜ ବାହାର କରନ୍ତୁ ତ କାଗଜ ଥିବ କି ପାଣିରେ ଖାଲି ପକେଇକରି ଦେଖାନ୍ତୁ ବେକାର କଥା ଗୁଡ଼ାକ ଡ୍ରାମା କରୁଛନ୍ତି ତାପରେ ସେ ରୋଷେଇଆ ମୃତ୍ୟୁବରଣ କଲାଣି ସବୁ ତଦନ୍ତ ହେବା କଥା ଯେଉଁଟା ତଦନ୍ତ ହେବା ଲୋକଙ୍କର ମନରେ ସନ୍ଦେହ ଅଛି ସେଇଟା ମାନେ ତଦନ୍ତ ହେବା କଥା ଆଉ ଯେଉଁପରି ଭାବରେ ଆପଣ ଦେଖୁଥିବେ ଯେଉଁପରି ଭାବରେ ତଦନ୍ତ ହେଉଛି ଏ ତଦନ୍ତକୁ ତାଙ୍କର ପରିବାର ଗ୍ରହଣ କଲେ ନାହିଁ କିନ୍ତୁ ପରିବାର ବିଜେପି ମୁହାଁ ହେଲେଣି ସାର୍ ମୁଁ ସେଇଟା କହିପାରିବିନି ମୁଁ ତାଙ୍କ କଥା କହିଦେଲି ସିବିଆଇ ତଦନ୍ତ ହେଉ ସିବିଆଇ ତଦନ୍ତ ପାଇଁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେଇ ଦାବିରେ ଅଟଳ ଅଛି।